ଏଇଠି କିଛି ଦିନ ହବ ଜଗାର ଭେଟ ପାଉନି ବଳିଆ। ଜଗାକୁ ନ ପାଇ ବଳିଆ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି। ଚାରିଆଡ଼େ ଖୋଜି ଆସେ, ତା ସାଙ୍ଗରେ ପୁରା ଖେଳିବ ଟିକେ। କାହିଁ ପୋଖରୀ ତୁଠ, କାହିଁ ଗାଁ ମୁଣ୍ଡ, କାହିଁ ଆମ୍ବ ତୋଟା, କେଉଁଠି ହେଲେ ବି ଜଗାକୁ ପାଏନି। ବିଚରା କ'ଣ ବା ଆଉ କରିବ। ଯା, ଆଜିର ଦିନଟା ବି ଗଲା। ପାଖରେ ଥିଲେ ସାଙ୍ଗ ହୋଇ ଖେଳିଥାନ୍ତେ, କୁଆଡ଼େ ଟିକେ ବୁଲିବାକୁ ଯାଇଥାନ୍ତେ। ହେଲେ ଏ ଜଗାଟା ଯାଉଛି କୁଆଡ଼େ। ବଳିଆ ଜଗାକୁ ନ ପାଇ ଆଉ କାହାରିକୁ କିଛି ବି କୁହେନି, ଚୁପଚାପ ବସି ପଡ଼େ। ହେଲେ ଏପଟେ ଜଗାକୁ ଦେଖ, ଏଇଠି କିଛି ଦିନ ହବ କୁଆଡ଼େ ଯେ ଯାଉଛି ତାର କିଛି ଠିକ୍ ଠିକଣା ନାହିଁ। କାହାରିକୁ ବି ଜଣାଉନି। ତା ନିଜ ଇଚ୍ଛାରେ ଯାଉଛି ଆଉ ନିଜ ଇଚ୍ଛାରେ ଆଉଛି। ପଚାରିଲା ବେଳକୁ ଖାଲି ଏତିକି କହୁଛି, ମୋର ଟିକେ କାମ ଥିଲା ଯେ। ପୁଣି କୁଆଡ଼େ ବଡ଼ କାମଟା। ହଉ, କେତେଦିନ ଏମିତି କରିବୁ ଦେଖିବା। ମନ କଥା ମନ ଭିତରେ ଥାଏ। ବଳିଆ ଯାଇ ଭଉଣୀକୁ ପଚାରିଲା, କିରେ ଜଗା କୁଆଡ଼େ ଯାଉଛି ତୁ ଜାଣିଛୁ କି? ଭଉଣୀର ଆଉ ମନେ ନାହିଁ। ଜଗା ଗଲାବେଳେ କହିଯାଇଥିଲା, ଯିଏ ବି ତୋତେ ପଚାରେ କିଛି କହିବୁନି, ଖାଲି ଏତିକି କହିବୁ, ସେ କୁଆଡ଼େ ଯାଇଛି ମୁଁ ଜାଣିନି। କହୁ କହୁ କହିଦେଲା ଭଉଣୀ, ଜଗା ଭାଇ ଯାଇଛି ତା ମା ପାଖକୁ। ତା ମାର ଦେହ ଖରାପ। ଆରେ ତାର ପୁଣି ମା? କିଏ ସେ ମା? କେଉଁଠୁ ଅଛି ସେ? ତାକୁ ଟିକେ ଦେଖିବି। କହ, କେଉଁଠି ସେ? ତାପରେ ଭଉଣୀ କହୁଥାଏ, ସୁଲୋଚନା ମାଉସୀ ମ, ତାର ଭାରି ଦେହ ଖରାପ। ଜଗା ଭାଇ ତାରି ପାଖରେ ଅଛି, ଏ ଆର ଗାଁରେ। ଭଉଣୀଠାରୁ ଏତିକି କଥା ଶୁଣିଲା ପରେ ବଳିଆ ଏଥର ଧାଇଁଲା ଜଗା ପାଖକୁ। ବଳିଆ ସେଠି ଯାଇକି ଯାହା ଦେଖିଲା ନିଜର ଆଖିକୁ ମଧ୍ୟ ବିଶ୍ୱାସ କରିପାରିଲାନି। ସେ ଦେଖୁଥାଏ, ଜଗା ତା ନିଜ ହାତରେ ପାଣି ଗରାଟିଏ ନେଲା, କୂଅରୁ ନିଜେ ପାଣି କାଢ଼ିଲା, ଆଉ ପରିବା କିଛି ଆଣି ସେଥିରେ ଧୋଇଲା। ତାପରେ ନିଜେ ବସିକି ସବୁ ପରିବାକୁ କାଟିଲା। ବୁଢ଼ୀ ମା ପାଇଁ ଚୁଲିରେ ପାତ୍ରଟିଏ ନେଇ ଜାଉ ତିଆରି କଲା, ତରକାରୀ ତିଆରି କଲା, ପିଠା ତିଆରି କଲା। କାହିଁ କେତେ ପ୍ରକାର ଜିନିଷ ନିଜ ହାତରେ ବନାଉଥାଏ। ଏସବୁ ବଳିଆ ଲୁଚି ଲୁଚି ଦେଖୁଥାଏ। ତାପରେ ଜଗା ସବୁ ଜିନିଷ ନେଇ ବୁଢ଼ୀ ମାକୁ ଡାକିଲା। ନିଜ ହାତରେ ତାକୁ ଖୁଆଇ ଦେଉଥାଏ, ତା ମୁହଁ ଧୋଇ ଦେଉଥାଏ। ଏପଟେ ବୁଢ଼ୀ ମାଟା ମଧ୍ୟ ହସି ହସି ସବୁ ଖାଇ ଦେଉଥାଏ। ଏମିତିକା ଦୃଶ୍ୟ ଦେଖି ବଳିଆ କିଛି ସମୟ ପାଇଁ ସ୍ଥିର ପାଲଟିଗଲା। ତା ପାଟିରୁ କିଛି ବି କଥା ବାହାରୁ ନଥାଏ। କେବଳ ସେ ମନେ ମନେ ଭାବୁଥାଏ, ଏଠି ସବୁ କ'ଣ ଚାଲିଛି? ଜଗାର କ'ଣ ମୁଣ୍ଡ ଖରାପ ହେଇଯାଇଛି? ଆଉ ସମ୍ଭାଳି ପାରିଲାନି ନିଜକୁ। ଧାଇଁଗଲା ଜଗା ପାଖକୁ ଆଉ କହୁଥାଏ, କିରେ ତୁ ଆମ ଘର ଛାଡ଼ି ଏଠି କ'ଣ କରୁଛୁ, ପୁଣି ଏଇ ବୁଢ଼ୀଟା ପାଖରେ? ଜଗା ପାଟି ଚୁପ୍ କରିବାକୁ କହିଲା, ଭାଇ ଜମା ପାଟି କରନା, ମା ପରା ଶୋଇଛି, ନହେଲେ ନିଦ ଭାଙ୍ଗିଯିବ ଯେ ତାର। ଏତିକି କଥା କହି ବଳିଆର ହାତକୁ ଧରି ଜଗା ଭିଡ଼ି ଆଣିଲା ବାହାରକୁ ଆଉ କହିଲା, ମୁଁ ସବୁ କହିବି, ଏଠୁ ଆମେ ଚାଲ ଟିକେ ଦୂରକୁ ଯିବା, ମା ପରା ଶୋଇଛି। ତାପରେ ଦୁଇ ଜଣ ଯାକ କିଛି ବାଟ ଆସିଲା ପରେ ବଳିଆ ପଚାରୁଥାଏ, ଆଚ୍ଛା କହିଲୁ, ତୁ ମୋତେ ନ କହି ଏଇଠି କିଛି ଦିନ ହବ ଏଠି କାହିଁ ଆସୁଛୁ? ପୁଣି ଏଠି ତୁ ଯେଉଁ କାମ କରୁଛୁ ତୋତେ କ'ଣ ଭଲ ଲାଗୁଛି? ଇଏ ତୋର କିଏ? ଜଗା ବଳିଆକୁ କହୁଥାଏ, ଜାଣିନୁ ଭାଇ, ଇଏ ପରା ମା। ତାର ଦେହ ଖରାପ। ତାର ଆଉ କିଏ ଅଛି କହିଲୁ? ମୁଁ ନିତି ତାରି ପାଖକୁ ଆସୁଛି, ତା ପାଇଁ ଖାଇବା କରିଦେଉଛି, ଆଉ ତା ପାଇଁ କିଛି ଔଷଧ ମଧ୍ୟ ଆଣି ଦେଉଛି। ମୋ ମା ଭଲ ହୋଇଗଲେ ମୁଁ ପୁଣି ଚାଲିଯିବି। ବଳିଆ କିନ୍ତୁ କିଛି ବୁଝିପାରୁନଥାଏ। ଜଗା କହୁଥାଏ, ଆମେ ପ୍ରତିଦିନ ଯେଉଁ କ୍ଷୀରି ଖେଚଡ଼ି ଖାଉ, ଯେଉଁ ମଣ୍ଡା ପିଠା ଖାଉ, ସେ ସବୁତକ ଜିନିଷ ଏଇ ମା ପରା କରିଥାଏ। ସତରେ ଭାରି ବଢ଼ିଆ ଲାଗେ ସେ। ଆଚ୍ଛା କେମିତି? ଜଗା ପୁଣି କହୁଥାଏ, ସେଇ ସୁଲୋଚନା ମାଉସୀ କଥା। ହଁ, ସୁଲୋଚନା ମାଉସୀ। ତାର ଏ ଦୁନିଆରେ କେହି ବି ନାହାନ୍ତି। ସମସ୍ତେ ଆରପାରିରେ ଏକୁଟିଆ ମଣିଷଟାଏ।
ତଥାପି ସେ ମନ ଉଣା କରେ। ଭାରି ଭଲ ପାଏ କାଳିଆକୁ, ଆଉ କାଳିଆକୁ ତାର ପୁଅ ବୋଲି ଭାବିଛି। ପ୍ରତିଦିନ ସକାଳୁ ନିଜ ନିତ୍ୟକର୍ମ ସାରି ଲାଗି ପଡ଼େ କାଳିଆର ସେବାରେ। କ'ଣ ସେ ଖାଇବ, କ'ଣ ସେ ପିଇବ। ପ୍ରତିଦିନ ତା ପାଇଁ ମଣ୍ଡା ପିଠା କରେ, କ୍ଷୀରି କରେ, ଖେଚଡ଼ି କରେ, ଆଉ ତା ପାଖରେ ନେଇ ପହଞ୍ଚାଏ। ମୋ ପୁଅ ଆଗ ଖାଇସାରିଲେ ତାପରେ ଯାଇ ମୁଁ ଖାଇବି। ଆଉ କାଳିଆ ମଧ୍ୟ ମାଆକୁ ଭାରି ଭଲ ପାଏ। ନିଜେ ଆସିକି କିଛି ଖାଇନିଏ, ତାପରେ ସାଙ୍ଗରେ ନେଇଯାଏ ତା ଭାଇ ଭଉଣୀଙ୍କ ପାଇଁ। ଆଉ ଏବେ କିଛି ଦିନ ହେବ ସେଇ ସୁଲୋଚନା ମାଉସୀର ଦେହ ଖରାପ। ପରିଣତ ବୟସରେ ସିଏ ଆଉ ଚାଲି ବସି ପାରୁନି। କ'ଣ ଆଉ କରିବ। ଏପଟେ ମହାପ୍ରଭୁ ଜଗନ୍ନାଥ ମଧ୍ୟ ତାଙ୍କ କର୍ମରୁ କେବେ ଅବହେଳା କରିନାହାନ୍ତି। ମାଆଟି ଯେମିତି ତାଙ୍କ ପାଇଁ ସବୁଦିନ ଖାଇବା ପ୍ରସ୍ତୁତ କରିଦିଏ। ଏବେ ମା ତାଙ୍କର ଦୁଃଖରେ କେମିତି ବା ସହିଥାନ୍ତି। ପ୍ରତିଦିନ ବଡ଼ ଦେଉଳ ଛାଡ଼ି ଆସି ସେଇ ମା ପାଖରେ ପହଞ୍ଚନ୍ତି। ସେ ମାଆଟି ପାଇଁ ପ୍ରତିଦିନ ଖାଇବା ପ୍ରସ୍ତୁତ କରୁଛନ୍ତି, ପୁଣି ନିଜ ହାତରେ। ଆଉ ସେଇ ମା ପାଇଁ କିଛି ଔଷଧ ମଧ୍ୟ ଆଣୁଛନ୍ତି। ନିଜ ହାତରେ ଖୁଆଇ ଦେଇ ପୁଣି ଚାଲି ଯାଉଛନ୍ତି ବଡ଼ ଦେଉଳକୁ। ଏହିସବୁ କଥା ଶୁଣି ସାରିଲା ପରେ ବଳିଆର ଆଖିରୁ ଧାର ଧାର ଲୁହ ଚଢ଼ି ଯାଇଥାଏ। ସତରେ କେଡ଼େ ମହାନ ମୋ ମା। ପୁଣି ଜଗାକୁ କହୁଥାଏ, ହଇରେ ତୁ ପରା ସର୍ବବ୍ୟାପୀ, ତୁ ପରା ଅନ୍ତର୍ଯାମୀ, ତୁ ପରା ଅସମ୍ଭବକୁ ସମ୍ଭବ କରିପାରୁ। ତୁ ଚାହିଁଲେ ଏ ମାଆର ଦେହ କ'ଣ ଠିକ୍ କରିପାରିବୁନି? ଜଗା ହସି ଦେଇକି କହୁଥାଏ, ଏ ପୃଥିବୀ ପୃଷ୍ଠରେ ଜନ୍ମ ହୋଇଥିବା ପ୍ରତ୍ୟେକଟି ପ୍ରାଣୀ ନିଜର କର୍ମର ଫଳ ତାକୁ ଭୋଗିବାକୁ ପଡ଼େ। ସେ ତାର କର୍ମବନ୍ଧନରେ ବନ୍ଧା। ମୁଁ ବା କ'ଣ କରିବି? ଆଉ ମୋ ମା, ମୁଁ ଚାହୁଁନି ସେ ପୁଣି ଏ ପୃଥିବୀ ପୃଷ୍ଠରେ ଜନ୍ମ ହୋଇ ଦୁଃଖ ଭୋଗ କରୁ। ବର୍ତ୍ତମାନ ସେ ତାର କର୍ମର ଫଳ ଭୋଗୁଛି। ମୁଁ ସିନା ତାର ଦୁଃଖ ଦୂର କରିପାରିବିନି, କିନ୍ତୁ ତାର ପୁଅ ହେଇକି ତାର ତ ସେବା କରିପାରିବି। ବାରେ ମନୁଆ ଠାକୁର ବା। ଶେଷରେ ଭକ୍ତ ପାଇଁ ତାର ସେବା କରିବାକୁ ଚାଲି ଆସିଲୁ। ସତରେ ତୋତେ ଯେ ଯେଉଁପରି ଡାକିଛି ତାକୁ ତୁ ସେହିପରି ଦର୍ଶନ ଦେଇଛୁ। ଧନ୍ୟରେ ଠାକୁର, ଧନ୍ୟ ତୋର ଲୀଳା। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ଜୟ ଜଗନ୍ନାଥ ଲେଖିବାକୁ ଆଦୌ ଭୁଲନ୍ତୁ ନାହିଁ। ମହାପ୍ରଭୁଙ୍କ କୃପାରୁ ସମସ୍ତେ ଖୁସିରେ ଥାନ୍ତୁ, ସମସ୍ତେ ଭଲରେ ଥାନ୍ତୁ। ଜୟ ଶ୍ରୀ ଜଗନ୍ନାଥ।